আমরা খেলে পড়িয়া ডিমার্কেশন করিবা আমার দাবি জিলার সমস্ত ফ্যাক্টরি খোলিবা আমার দাবি। ଜିଲ୍ଲାର ସମସ୍ତ ଧାନମଣ୍ଡି ଖୋଲିବା ଦାବିରେ ASUCIର ବିକ୍ଷୋଭ। ଜିଲ୍ଲାରେ ଖରିଫ ଧାନ କିଣା ଚରମ ଅବ୍ୟବସ୍ଥା ଘେରାଇ ରହିଛି। ଚଳିତ ବର୍ଷ ଜିଲ୍ଲାରେ ସମସ୍ତ ପ୍ୟାକ୍ସରେ ଏପର୍ଯ୍ୟନ୍ତ ଧାନମଣ୍ଡି ଖୋଲାଯାଇପାରି ନାହିଁ। ଫଳରେ ଚାଷୀମାନେ ଦୁର୍ଦ୍ଦଶା ମଧ୍ୟରେ ଗତି କରୁଛନ୍ତି। ଧାନ କିଣାରେ ବିଳମ୍ବ ଯୋଗୁଁ ଚାଷୀମାନେ ଟୋକନ ଲ୍ୟାବ୍ ସେବାର ଆଶଙ୍କା କରୁଛନ୍ତି। ଯେଉଁ ସ୍ଥାନରେ ଧାନମଣ୍ଡି ଖୋଲାଯାଇଛି ସେଠାରେ କଟନୀ ଛଟନୀ ଯୋଗୁଁ ଚାଷୀ ଲୁଟ୍ର ଶିକାର ହେଉଛନ୍ତି। ତେଣୁ ଧାନ କିଣାରୁ ସୁବ୍ୟବସ୍ଥା କରିବା ଏବଂ ମିଲର୍ସ ରାଜକୁ ବନ୍ଦ କରିବା ପାଇଁ ଫୁଡ୍ ଟ୍ରାନ୍ସପୋର୍ଟିଂ ପୋର୍ଟାଲ କାର୍ଯ୍ୟକ୍ଷମ କରିବା, ସମସ୍ତ ପ୍ୟାକ୍ସରେ ଧାନମଣ୍ଡି ଖୋଲିବା, କଟନୀ ଛଟନୀକୁ ସମ୍ପୂର୍ଣ୍ଣ ବନ୍ଦ କରିବା, ଦେଓଗାଁ ବ୍ଲକ ରତାଖଣ୍ଡି ଗ୍ରାମରେ ଖେଳ ପଡ଼ିଆରେ ଜମି ଚିହ୍ନଟ କରିବା, ବନ୍ଦ ସ୍କୁଲ ତୁରନ୍ତ ଖୋଲିବା ଆଦି ଦାବିରେ ଆଜି ASUCI ଏବଂ ଚାଷୀ ସଂଗଠନ AIKKMS ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ASUCI ବଲାଙ୍ଗୀର ଜିଲ୍ଲା କମିଟି ସମ୍ପାଦକ ସୁନୀଲ କୁମାର ଭୋଇଙ୍କ ନେତୃତ୍ୱରେ ଏକ ରେଲି କଳାମଣ୍ଡଳ ପଡ଼ିଆରୁ ବାହାରିଥିଲା। ବିକ୍ଷୋଭକାରୀମାନେ ଭାଗୀରଥୀ ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ଏକ ପ୍ରତିବାଦ ସଭା କରାଯାଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତିକୁ ଦୃଢ଼ ବିରୋଧ କରିଥିଲେ। ମିଲର୍ସ ସ୍ୱାର୍ଥ ରକ୍ଷା ପାଇଁ ଚାଷୀଙ୍କୁ ନିର୍ମମ ଶୋଷଣ କରିବାରୁ ସରକାର ଏବଂ ପ୍ରଶାସନ ବିରତ ରୁହନ୍ତୁ ବୋଲି ଶ୍ରୀ ଭୋଇ ତାଙ୍କ ବକ୍ତବ୍ୟରେ କହିଥିଲେ। ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ବିକ୍ଷୋଭକାରୀ ଚେତାବନୀ ଦେଇଥିଲେ।